ରାସ୍ତାରେ ଗାଡ଼ି ନେଇକି ଯିବା ବେଳେ ଯେତେବେଳେ ଭଲ ରାସ୍ତା ଥାଏ ଆମେ ସେଠି ଗାଡ଼ି ବହୁତ ସ୍ପିଡରେ ଯାଆନ୍ତି। ତାପରେ ଆବୁଡ଼ା ଖାବୁଡ଼ା ରାସ୍ତା ଆସେ, ତାପରେ ପୁରା ଏକଦମ ଖରାପ ରାସ୍ତା ଯୋଉଠି ଆମକୁ ଗାଡ଼ି ସ୍ଲୋ କରିବାକୁ ପଡ଼େ। ଏବଂ ଠିକ୍ ସେମିତି ଆଜ୍ଞା, ଯେତେବେଳେ ଆବୁଡ଼ା ଖାବୁଡ଼ା ରାସ୍ତାରେ ଆମେ ଆସନ୍ତି ଗାଡ଼ି ବହୁତ ସ୍ଲୋ କରିକି ଆସନ୍ତି ଆଉ ଭଲ ରାସ୍ତାରେ ବହୁତ ସ୍ପିଡ୍ କରିକି ଯାଆନ୍ତି। ଆମକୁ ସମୟ କୋଉଟା ଅଧିକା ଲାଗେ, ଯୋଉଟା ଆବୁଡ଼ା ଖାବୁଡ଼ା ରାସ୍ତା ବା ଖରାପ ରାସ୍ତା, ଏବଂ ଭଲ ରାସ୍ତା ଯୋଉଟା ଚକାଚକ ରାସ୍ତା ସେଠି ଆମକୁ ବହୁତ ଶୀଘ୍ର ଆମେ ଆମ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁ। ଠିକ୍ ସେମିତି ଆଜ୍ଞା ମଣିଷ ଜୀବନରେ ଭଲ ରାସ୍ତାରୁ ଖରାପ ରାସ୍ତାକୁ ଯିବା ପାଇଁ ବହୁତ କମ୍ ସମୟ ଲାଗେ, ଆଉ ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆସିବା ପାଇଁ ବହୁତ ସମୟ ଲାଗେ। ଯେମିତି ଗାଡ଼ିର ସ୍ପିଡ ସ୍ଲୋ ହୋଇ ହୋଇ ଭଲ ରାସ୍ତାରେ ପହଞ୍ଚିଥାଏ, ଠିକ୍ ସେମିତି ମଣିଷ ନିଜର ଖରାପ କର୍ମକୁ ଛାଡ଼ି ଭଲ କର୍ମ ଆଡ଼କୁ ପାଦ ବଢ଼ାଇବା ପାଇଁ ତାକୁ ବହୁତ ସମୟ ଲାଗେ। ଆଉ ଭଲ କର୍ମ କରୁଥିବା ମଣିଷଟି ଖରାପ କର୍ମ ଆଡ଼କୁ ଯିବା ପାଇଁ ତାକୁ ମାତ୍ର କିଛି ସମୟ ଲାଗେ। ଏଇଠୁ ବୁଝି ନେବାର ଆବଶ୍ୟକତା ଅଛି ଆଜ୍ଞା। ଆପଣ ଭଲ ରାସ୍ତାରେ ଚାଲିବେ ନା ଖରାପ ରାସ୍ତାରେ ଚାଲିବେ ତାହା ଆପଣଙ୍କ ଉପରେ ନିର୍ଭର କରେ। ଏଇ ତ ଜୀବନର କଥା।